ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ। କେବଳ ବ୍ରାହ୍ମଣ କାହିଁକି? ରାବଣ ସୀତାଙ୍କୁ ଅପହରଣ କରିବାକୁ ଚାହୁଁଥିଲେ, ତେଣୁ ସେ ନିଜକୁ ଜଣେ ବ୍ରାହ୍ମଣ ରୂପରେ ଧାରଣ କରିଥିଲେ। ହନୁମାନ ରାମଙ୍କ ବିଷୟରେ ଜାଣିବାକୁ ଚାହୁଁଥିଲେ, ତେଣୁ ସେ ନିଜକୁ ଜଣେ ବ୍ରାହ୍ମଣ ରୂପ ଧାରଣ କରିଥିଲେ। କାଳନେମି ହନୁମାନଙ୍କୁ ତାଙ୍କ ପଥରୁ ବିପଥଗାମୀ କରିବାକୁ ଚେଷ୍ଟା କରିଥିଲେ, ତେଣୁ ସେ ନିଜକୁ ଜଣେ ବ୍ରାହ୍ମଣ ରୂପରେ ଧାରଣ କରିଥିଲେ। କର୍ଣ୍ଣ ପରଶୁରାମଙ୍କ ଠାରୁ ଧନୁର୍ବେଦ ଶିଖିବାକୁ ଚାହୁଁଥିଲେ, ତେଣୁ ସେ ନିଜକୁ ଜଣେ ବ୍ରାହ୍ମଣ ରୂପରେ ଧାରଣ କରିଥିଲେ। ଶ୍ରୀକୃଷ୍ଣ କର୍ଣ୍ଣଙ୍କୁ ପ୍ରତାରଣା କରିବାକୁ ଚାହୁଁଥିଲେ, ତେଣୁ ସେ ନିଜକୁ ଜଣେ ବ୍ରାହ୍ମଣ ରୂପରେ ଧାରଣ କରିଥିଲେ। ଭୀମ ଏବଂ ଶ୍ରୀକୃଷ୍ଣଙ୍କ ସମେତ ଅନ୍ୟ ପାଣ୍ଡବମାନେ ଛଳନା ଦ୍ୱାରା ଜରାସନ୍ଧଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ, ତେଣୁ ସେମାନେ ନିଜକୁ ଜଣେ ବ୍ରାହ୍ମଣ ରୂପରେ ଧାରଣ କରିଥିଲେ। ବରୁଣ ରାଜା ହରିଶ୍ଚନ୍ଦ୍ରଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲେ, ତେଣୁ ସେ ନିଜକୁ ଜଣେ ବ୍ରାହ୍ମଣ ରୂପରେ ଧାରଣ କରିଥିଲେ। ବିଷ୍ଣୁ ରାଜା ବାଲିଙ୍କୁ ପ୍ରତାରଣା କରିବାକୁ ଚାହୁଁଥିଲେ, ତେଣୁ ସେ ନିଜକୁ ଜଣେ ବ୍ରାହ୍ମଣ ରୂପରେ ଧାରଣ କରିଥିଲେ। ଅଶ୍ୱିନ କୁମାରମାନେ ଋଷି ଚ୍ୟବନଙ୍କ ପତ୍ନୀ ସତ୍ୟବତୀଙ୍କୁ ପରୀକ୍ଷା କରିବା ପାଇଁ ନିଜକୁ ବ୍ରାହ୍ମଣ ରୂପରେ ଧାରଣ କରିଥିଲେ। ନିଜ ନିର୍ବାସନ ସମୟରେ ପାଣ୍ଡବ, କୁନ୍ତୀ ଏବଂ ଦ୍ରୌପଦୀ ପ୍ରାୟତଃ ନିଜକୁ ବ୍ରାହ୍ମଣ ରୂପରେ ଧାରଣ କରିଥିଲେ। ଯେତେବେଳେ କାହାକୁ କୌଣସି ସମାଜ ବିରୋଧୀ, ରାଷ୍ଟ୍ର ବିରୋଧୀ, ପାପପୂର୍ଣ୍ଣ କିମ୍ବା ନିଷ୍ଠୁର କାର୍ଯ୍ୟ କରିବାକୁ ପଡୁଥିଲା, ସେମାନେ ମଧ୍ୟ ନିଜକୁ ବ୍ରାହ୍ମଣ ରୂପରେ ଧାରଣ କରିଥିଲେ। ହେଲେ କାହିଁକି? କାରଣ ବ୍ରାହ୍ମଣ ହେଉଛି ବିଶ୍ୱାସର ନାମ, ବ୍ରାହ୍ମଣ ହେଉଛି ସତ୍ୟର ନାମ, ଆଉ ବ୍ରାହ୍ମଣ ହେଉଛି ଧର୍ମର ନାମ। ବ୍ରାହ୍ମଣ ହେଉଛି ସମସ୍ତଙ୍କ ମଙ୍ଗଳ କାମନା କରୁଥିବା ବ୍ୟକ୍ତିଙ୍କ ନାମ। ବ୍ରାହ୍ମଣ ହେଉଛି ସମସ୍ତଙ୍କୁ ଖୁସି ଦେଖୁଥିବା ବ୍ୟକ୍ତିଙ୍କ ନାମ। ବ୍ରାହ୍ମଣ ହେଉଛି ସମସ୍ତଙ୍କୁ ସାଙ୍ଗରେ ନେଇ ସଠିକ ପଥରେ ନେଇଯିବା ବ୍ୟକ୍ତିଙ୍କ ନାମ। ବ୍ରାହ୍ମଣ ହେଉଛି ଦେଶପ୍ରେମ, ଦୂରଦୃଷ୍ଟି, ଅଧ୍ୟୟନ, ସମର୍ପଣ, ଜ୍ଞାନ, ତ୍ୟାଗ, ତପସ୍ୟା, ବିନମ୍ରତା, ଧୈର୍ଯ୍ୟ, ନିରପେକ୍ଷତା, ସନ୍ତୋଷ ଏବଂ ସଂଯମର ନାମ। ତେଣୁ ଜଣେ ବ୍ରାହ୍ମଣଙ୍କ ନାମ ଏବଂ ପ୍ରତିଷ୍ଠାର ଫାଇଦା ଉଠାଇବା ବହୁତ ସହଜ ଥିଲା। ତାଙ୍କ ରୂପ ଏବଂ ନାମ ଦେଇ ଲୋକଙ୍କୁ ମୂର୍ଖ କରିବା ସହଜ ମଧ୍ୟ ଥିଲା। ତାଙ୍କ ନାମରେ ଲୋକମାନଙ୍କୁ ଠକିବା ଅତି ସହଜ ଥିଲା। ଏହା ଆଜି ମଧ୍ୟ ନିଶ୍ଚିତ ଭାବରେ ଘଟୁଛି। ବ୍ରାହ୍ମଣ କୌଣସି ଜାତି ନୁହେଁ, ଏହା ଏହି ବ୍ରାହ୍ମଣର ପରିଭାଷା। ବ୍ରାହ୍ମଣ ବିଶ୍ୱାସ ଏବଂ ବିଶ୍ୱାସର ନାମ।